ଜାଣିଛନ୍ତି ଗୋଟେ କଥା, ଆଜି ମୋର ଗୋଟେ ସାଙ୍ଗ ଫୋନ୍ କରିଥିଲା। ସେ କହିଲା କି ମୋ ଶାଶୁ ଶ୍ୱଶୁର ଭଲ ନୁହନ୍ତି। ମୁଁ କହିଲି କ'ଣ ପାଇଁ? ସେ ସବୁ କଥା କହିଲା। ମାନେ ହଉ ଠିକ୍ ଅଛି, ତୁ ବି ଗୋଟେ ପୁଅ ଜନ୍ମ କରିଛୁ, ତୁ ଯେବେ ଶାଶୁ ହେଇଯିବୁ ସେତେବେଳେ ତୋ ବୋହୂ ବି କହିବ ଯେ ତୁ ଭଲ ନୁହଁ। ଏଠି ସମୟର ବିଡ଼ମ୍ବନା ଦେଖନ୍ତୁ, ଯାହା ପାଖରେ ଶାଶୁ ଶ୍ୱଶୁର ନାହାନ୍ତି, ଏବେ ତୁମେମାନେ ଯେଉଁମାନଙ୍କର ଶାଶୁ ଶ୍ୱଶୁର ଅଛନ୍ତି ସେମାନେ ଟିକେ ଯାଇକି, ଯେଉଁମାନେ ଖରାପ କହୁଛନ୍ତି ଶାଶୁ ଶ୍ୱଶୁରଙ୍କୁ, ଯେଉଁମାନଙ୍କ ପାଖରେ ଶାଶୁ ଶ୍ୱଶୁର ନାହାନ୍ତି ତାଙ୍କୁ ଯାଇକି କେବେ ପଚାରନ୍ତୁ ଯେ ତୁମେ କେତେ ଖୁସିରେ ଅଛ ଯେ ତୁମ ପାଖରେ ଶାଶୁ ଶ୍ୱଶୁର ନାହାନ୍ତି। ଯେଉଁ ଶାଶୁ ଶ୍ୱଶୁର ଡେଥ୍ କରିଯାଇଛନ୍ତି, ଯେଉଁମାନଙ୍କ ପାଖରେ ଶାଶୁ ଶ୍ୱଶୁର ନାହାନ୍ତି ତାଙ୍କୁ ଯାଇ ପଚାର ଯେ ବୋହୂମାନଙ୍କୁ ଯେ ତୁମମାନେ କେତେ ଖୁସିରେ ଅଛ। ସିଏ ସେତେବେଳେ ନିହାତି, ଯଦି ନ ଦେଖିଥିବେ ବି ଶାଶୁ ଶ୍ୱଶୁରମାନଙ୍କୁ, ଯେଉଁମାନେ ଧର ତାଙ୍କ ବାପା ମା ବାହାଘର ପୂର୍ବରୁ ମରିଯାଇଛନ୍ତି, ତ ଯେମିତି ମୁଁ, ତ କେବେ ଯାଇକି ପଚାର ଯେ ସେମାନେ ନିହାତି, ସେମାନେ ତ କେବେ ଦେଖିନାହାନ୍ତି ତାଙ୍କ ଶାଶୁ ଶ୍ୱଶୁରଙ୍କୁ, ସେମାନେ ନିହାତି ଦୁଇଠୁ ତ କମ୍ପଲସରି ଲୁହ ଗଡ଼ାଇବେ। କାରଣ ସେମାନେ ଦେଖିନାହାନ୍ତି, ଲୋକଙ୍କୁ କେବଳ ଶୁଣିଥିବେ ଯେ ତାଙ୍କ ଶାଶୁ ଶ୍ୱଶୁର ଏମିତି ଥିଲେ, ଫିର୍ ବି ସେମାନେ କାନ୍ଦି ପକାଇବେ। କାହିଁକି ଜାଣିଛନ୍ତି? ଯେଉଁ ଆଜିକା ମଣିଷମାନଙ୍କ ପାଖରେ ଏଇଟା ହେଉଛି ଗୋଟେ କମି ରହୁଛି, ଯେଉଁମାନଙ୍କ ପାଖରେ ଅଛି ସେମାନେ କେବେ ବି ସେ ଜିନିଷର ମୂଲ୍ୟ ବୁଝନ୍ତିନି, ଆଉ ଯେଉଁମାନଙ୍କ ପାଖରେ ନାହିଁ ସେମାନେ ହିଁ ଠିକ୍ ମୂଲ୍ୟଟା ବୁଝିଥାନ୍ତି ଯେ କ'ଣ ହୁଏ କ'ଣ ନାହିଁ। କେବେ ଯାଇ ସେମାନଙ୍କୁ ପଚାର ଯେ ଶାଶୁ ଶ୍ୱଶୁର ନ ରହିବାର ମୂଲ୍ୟ କ'ଣ, ନଣନ୍ଦ ନଣନ୍ଦେଇ ଏସବୁ ନ ରହିବାର ମୂଲ୍ୟ କ'ଣ, ସେମାନେ ହିଁ କହିପାରିବେ। କି ଗୋଟେ ଦେଢ଼ଶୁର କି ଭାଇ ବୋହୂ, ଏମାନେ ସବୁ ରହିବେନି, ଦେଢ଼ଶୁର ଯା, ଏମାନେ ସବୁ ନିହାତି ରହିବା ଦରକାର। ପୁତୁରା ଝିଆରୀ ସମସ୍ତେ ନିହାତି ରହିବା ଦରକାର, ନାହିଁ ତ ଜୀବନଟା ଯେମିତି ମୂଲ୍ୟହୀନ ଲାଗେ, ବୋରିଂ ଲାଗେ। ଏମିତିରେ ତ ନିହାତି ଶୁଣନ୍ତୁ, ଯଦି ବାସନ ମେଞ୍ଚେ ରହୁଛି, ଯଦି ଆବାଜ ହେଉଛି, ତ ସେଠି ଗୋଟେ ଫ୍ୟାମିଲି ଯେତେବେଳେ ରହିବ, ବଡ଼ ଫ୍ୟାମିଲି, ସେ ତ ଆବାଜ ହେବ ନା। ଫିର୍ ବି ସେମାନେ ଯଦି ସାଙ୍ଗରେ ଥିବେ ନା, ଲୋକମାନେ ଦେଖିକି ଈର୍ଷା କରନ୍ତି। କେବେ ଯାଇକି ପଚାରନ୍ତୁ, ଜାଣିପାରିବେ ମୁଁ ଯେଉଁଟା କହୁଛି ସେଇଟା ସତ କି ମିଛ। ବହୁତ ଦୁଃଖ ଲାଗେ।